ତ ବାବା ବାକି ଆପଣ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି, ଆପଣଙ୍କୁ କଣ ଡିଲ୍ ହେଇଛି ପାର୍ଟି ସାଙ୍ଗରେ ଆପଣଙ୍କର? କିଛି ନାହିଁ ମୋ ମତେ ଡାକିଲେ ମୁଁ କାମ କରେ ସବୁଠି ଯୋଉଠି ଯାଏ। ଆପଣ କଣ ତେଣୁ ମୁଁ ରାଜ୍ୟପାଳ ହବା ବା ସେଭଳି କିଛି ପଦବୀ ପାଇବାର ସମ୍ଭାବନା ଅଛି କି? ନାଇଁ ମୁଁ ଗୋଟେ ବିଷୟ କାହିଁ କହୁଛି, ମତେ କେହି କହିନାହାନ୍ତି ମୁଁ ପାଇବି ଲାଲାୟିତ ନୁହଁ। ସେ ଗୋଟେ କିଏ କୋଉଠି କଣ ଉଠେଇ ଦେଲା, ତାଙ୍କର ଏଇଟା ଗୋଟେ ଡିସିପ୍ଲିନ, ଏ ପାର୍ଟିର ବହୁତ ଡିସିପ୍ଲିନ ରହିଛି। ତେଣୁ ଏବଂ ଏମାନେ ଯୋଉଭଳି ଭାବରେ କାର୍ଯ୍ୟ ସବୁ କରୁଛନ୍ତି ଶୃଙ୍ଖଳା ଦେଖିକି ଆନନ୍ଦିତ। ଏଇଥିରେ ଜାଣିବ ଏଇ ଅଳ୍ପ ଦିନ ଭିତରେ ଯୋଉଭଳି ଭାବରେ କରୁଛନ୍ତି ଆପଣ ସିଷ୍ଟମେଟିକ ଇଲେକ୍ସନ ୱେରେ। ବେଳେ ଇଲେକ୍ସନ ପ୍ରଚାର କାହିଁ କଲେନି ଭାରତୀୟ ଜନତା ପାର୍ଟି ପାଇଁ? ନାଇଁ ମୁଁ ତ ନୂଆକରି ହେଇଥିଲି ତ ଯୋଗ ଦେଇଥିଲି। ତେଣୁ ଯୋଉଠି ଡକରା ପାଇବି ଯିବି ନା, ଗୋଟେ କାହା ବିନା ଇଏରେ ଇଲେକ୍ସନ ବେଳେ ତ ଯାଏ। ଆପଣ ସମସ୍ତେ ଜାଣୁଥିଲେ ଯେ ବାବା ପାର୍ଟି ଚେଞ୍ଜ କରିବେ, ଆପଣ ହଁ ଟିକେଟ ନ ପାଇବା ସତ୍ତ୍ୱେ ମଧ୍ୟ ବିଜେପିରେ ଜଏନ କରିନଥିଲେ, ତାର କାରଣ କଣ? ସତ ନାଇଁ କାରଣ କଣ, ମୋର ଆଦୌ ଶୁଣ, ଗୋଟେ ପାର୍ଟି ପ୍ରତି ପ୍ରଚଣ୍ଡ ଦୁର୍ବଳତା ମୋର ଥିଲା। ଏଇ ପାର୍ଟିଟା ଗୋଟେ ଭାରତ ବର୍ଷରେ ଗୋଟେ ପ୍ରଥମ ରିଜନାଲ ପାର୍ଟି ଦୀର୍ଘ ଦିନ ଶାସନ କଲା। ତା ଆଗରୁ ବି ସବୁ ଥିଲେ, ସବୁ ପାର୍ଟି ମାନେ କରିଥିଲେ। କିନ୍ତୁ ସେ ଯୋଉ ଡିସିପ୍ଲିନ ଟାକୁ ଜଣେ ଲୋକ ଏଭଳି ଭାବରେ ମିସବିହେଭ କଲା ସବୁ, ଯୋଉଟା ମୁଁ କହିବାଟା ଭଲ ନୁହେଁ। ଆପଣଙ୍କୁ କାରଣ ମିସବିହେଭ ମତେ କରିଛନ୍ତି? ସେ ନାଇଁ ମତେ ସେ ମିସବିହେଭ କରିନାହାନ୍ତି। ମିସବିହେଭ କେମିତି ମୁଁ କହୁଛି, କାହିଁକି ଜବାବ ଦଉଥିଲ, କାହିଁକି କହୁଥିଲ ମତେ ପଠେଇଦବ ରାଜସ୍ୱକୁ, ଆଉ କାହିଁକି ପଠେଇଲୁନି, ଏଇ ତ ଆଉ କଣଟା। ଜବାବ ଦେଇ ଯେ କଥା ଦେଇ ଯେ କଥା ରଖେ ନାହିଁ, ତାକୁ ଆମେ କୋଉ ରାଜନୀତି ନେତା ଭାବରେ ଗଣ୍ୟ କରିବା? ଏଇଭଳି ସବୁ ଅବସ୍ଥା ଘଟିଲା ସେତେବେଳେ। ସେଇ ଅବସ୍ଥା ଚକ୍ରରେ ମୁଁ ବି ଚୁପଚାପ ରହିଲି, ଆଉ ଦଳ ପାଇଁ କାମ କରୁଥିଲି। ଶେଷ ବେଳକୁ ଦେଖିଲି ଯେତେବେଳେ ଲୋକ ଭୋଟ ଦଉନାହାନ୍ତି ଦଳକୁ, ଆମ ଦଳକୁ, ତେଣୁ ଲୋକ ଯୁଆଡେ ମୁଁ ସିଆଡେ, ମୋର କଣ ଦରକାର, ଲୋକମାନେ ଠିକ ନିଷ୍ପତ୍ତି ନେଇଛନ୍ତି ବୋଲି ମୁଁ ମାନ୍ୟତା ଦଉଛି ଇଏ ଡେମୋକ୍ରେସିକୁ। ତେଣୁ ସେଇ ସବୁ ଦୃଷ୍ଟିକୁ ଆଖି ଆଗରେ ରଖି ମୁଁ ଯୋଉ ନିଷ୍ପତ୍ତି ନେଇଛି, ମତେ ବହୁ ଲୋକ ବର୍ତ୍ତମାନ ମାନେ କହିବା ଉଚିତ ସମର୍ଥନ କରୁଛନ୍ତି।